ତେଣୁ ମନରେ ପ୍ରଶ୍ନ ଉଠେ, ଆମେ ତ ଗୃହସ୍ଥ ଆଶ୍ରମରେ ଅଛେ, ସମସ୍ତଙ୍କ ଭିତରେ କର୍ମ ଜଞ୍ଜାଳ ବଢ଼ି ଚାଲିଛି, ଯେତେ ବୟସ ବଢ଼ୁଛି ଆପଣଙ୍କର ସେତେ ଆସକ୍ତି, ସେତେ ବାସନା, ସେତେ କାମନା ବଢ଼ି ବଢ଼ି ଚାଲିଛି। ତାର ଉତ୍ତର ଆପଣଙ୍କ ପାଖରେ ଅଛି। ପାଠ ପଢ଼ିଲା ବେଳେ ଆପଣ ଯେତିକି ଫ୍ରି ଥିଲେ, ସର୍ଭିସ୍ ପରେ ଆଉ ସେତିକି ଫ୍ରି ହେଇପାରିଲେ ନାହିଁ। ସର୍ଭିସ୍ ପରେ ବିବାହ ହେଲେ, ତାପରେ ଆଉ ସେତିକି ଫ୍ରି ହେଇପାରିଲେ ନାହିଁ। ତାପରେ ଆପଣଙ୍କର ପୁଅଟେ କି ଝିଅଟେ ସନ୍ତାନ ଲାଭ ହେଲା, ତାପରେ ଆପଣ ଆଉ ସେତିକି ଫ୍ରି ହେଇପାରିଲେ ନାହିଁ। ତାପରେ ଆପଣଙ୍କର ପିଲାପିଲି ବିବାହ ହେଲା, ନାତି ବା ନାତୁଣୀ ହେଲେ, ଆପଣ ଆହୁରି କର୍ମବନ୍ଧନରେ ବାନ୍ଧି ହେଇପାରିଲେ। ତେଣୁ ଦିନକୁ ଦିନ ଆମେ ଯୋଉଥିପାଇଁ କି ଜନ୍ମଗ୍ରହଣ କରିଥିଲେ, ଆମର ବାର୍ଥ ରାଇଟ୍ କ'ଣ ନା ଟୁ ଆଚିଭ୍ ଗଡ୍, ଟୁ ରିଅଲାଇଜ୍ ଗଡ୍। ମଣିଷ ଜନ୍ମର ଲାଭ, ଯେବେ ଗୋବିନ୍ଦେ କରେ ଭାବ। ନରତନୁ ନୁହେଁ ବିଳାସ ଭୁଇଁ, ନରତନୁ ହରି ଭଜନ ପାଇଁ। ଆମେ ଜନ୍ମଗ୍ରହଣ କରିଥିଲେ, ମା ଗର୍ଭରେ ଥିଲାବେଳେ ଆମେ ପ୍ରେୟାର କରିଥିଲେ, ପ୍ରଭୁ ଯଦି ମୁଁ ମର୍ତ୍ତ୍ୟମଣ୍ଡଳେ ଜନ୍ମଗ୍ରହଣ କରିବି, କେବଳ ତୁମକୁ ହିଁ ଭଜନ କରିବି, ତୁମକୁ ହିଁ ଧ୍ୟାନ କରିବି, ତୁମକୁ ହିଁ ଜପ କରିବି, ତୁମରି କଥା ହିଁ ମୁଁ କହିବି, ଆଉ ତୁମକୁ ହିଁ ମୁଁ ସ୍ମରଣ କରିବି, ତମରି ପ୍ରୀତ୍ୟାର୍ଥେ ମୁଁ ଜୀବନଟାକୁ ଅତିବାହିତ କରିବି। କିନ୍ତୁ ଏବେ ଆମେ କ'ଣ କରୁଛେ ନା ସେ ସମସ୍ତ କଥାକୁ ଭୁଲି ଯାଇଛେ। ସଂସାର ଲୋଭ, ସଂସାରର ମୋହ, ସଂସାରର ଆକର୍ଷଣ ଆମକୁ ଏତେ ଦୂର ବାନ୍ଧି ଦେଇଛି ଯେ ଆମେ କିଏ, ଈଶ୍ୱର କିଏ, ଏ କଥା ଆମେ ଭୁଲି ଯାଇଛେ। ତେଣୁ ଆମେ ସବୁବେଳେ ଅନିତ୍ୟ ଯୋଗରେ ହିଁ ରହିଛେ। ତେଣୁ ଏଇ ଗୃହସ୍ଥ ଆଶ୍ରମରେ ରହି, ଏ ସଂସାର ଭିତରେ ରହି ଆମେ କିଭଳି ଭାବରେ ମାଇଣ୍ଡକୁ କନଭର୍ଟ କରିବା, ପରିବର୍ତ୍ତନ କରିବା, ଅନିତ୍ୟରୁ ନିତ୍ୟକୁ ଆମେ ଆସିବା। କାରଣ ଆପଣ ତ ସଂସାର ଛାଡ଼ି ପାରିବେ ନାହିଁ, କାରଣ ସବୁ ଅଠା ଲାଗିଲେ ଛାଡ଼ିଯାଏ, କିନ୍ତୁ ସଂସାର ରୂପକ ଅଠା ସେଇଟା ଖୋଲିଦିଅ। ସଂସାର ରୂପକ ଅଠା ଯେତେବେଳେ ଲାଗିଯାଏ, ସେ ଆଉ କେବେ ଖୋଲେ ନାହିଁ। ଖୋଲେ ନାହିଁ କହିଲି, ସେ କେବେ ଆଉ ଛାଡ଼େ ନାହିଁ। ତେଣୁ ରାମକୃଷ୍ଣ କହୁଥିଲେ, ପଣସ କାଟିବା ପୂର୍ବରୁ ସମସ୍ତେ ହାତରେ ତେଲ ଲଗେଇକି ପଣସ କାଟନ୍ତି। କାହିଁକି ନା ପଣସର ଅଠାଟା ହାତରେ ଲାଗିଯାଏ। ଯଦି ତେଲ ମରା ହେଇଥିବ, ଆଉ ପଣସ ଅଠାଟା ଆଉ ଲାଗିବ ନାହିଁ। ତେଣୁ କି ତେଲ ଏ ମନରେ ମାରିଲେ, ମନରେ ସଂସାରର ଲୋଭ, ସଂସାରର ମୋହ, ସଂସାରର ଆକର୍ଷଣ ଆମ ଭିତରେ ରହିବ ନାହିଁ। ତେଣୁ ଭକ୍ତି ରୂପକ ତେଲକୁ ଯଦି ଆମ ମନ ଭିତରେ ଆମେ ମାରିଦେବା, ତେଣୁ କେବେ ସଂସାରର ଅଠା, ସଂସାରର ମାୟା, ସଂସାରର ଲୋଭ, ସଂସାରର ଆକର୍ଷଣ ଆମ ଭିତରେ ରହିବ ନାହିଁ। ତେଣୁ ଆମେ ଏ କଥା କୋଉଠୁ ଶିଖିବା ନା ଆମେ ଏ କଥା ଗୁରୁଙ୍କ ପାଖରୁ ଶିଖିବା। କୋଉ ଗୁରୁ ନା ତତ୍ତ୍ୱ ଗୁରୁଙ୍କ ପାଖରୁ ଏ କଥା ଶିଖିବା। ତେଣୁ ସବୁ କଥା ଆପଣ ଜୀବନରେ କାହାଠାରୁ ଶିଖିଛନ୍ତି? ସମସ୍ତଙ୍କର ଚାରି ଗୁରୁ ଅଛନ୍ତି, ମାତା ଗୁରୁ, ପିତା ଗୁରୁ, କର୍ଦ୍ଦ ଗୁରୁ ଓ ଶିକ୍ଷା ଗୁରୁ। ଏ ଗୁରୁଙ୍କ ଦ୍ୱାରା କହିଲେ ଖରାପ ହବ, ଅନେକ କ୍ରିଟିସାଇଜ କମେଣ୍ଟ କରିପାରନ୍ତି। ମଣିଷର ଜୀବନ ଲକ୍ଷ୍ୟ ପୂରଣ ହୁଏ ନାହିଁ, ମଣିଷ ପୂର୍ଣ୍ଣାଙ୍ଗ ମାନବ ହୁଏ ନାହିଁ, ସେ ଅନିତ୍ୟରୁ ନିତ୍ୟ ଯୁଗକୁ ଆସିପାରେ ନାହିଁ। କେବଳ ତତ୍ତ୍ୱ ଗୁରୁ କଲେ ଆପଣ ଅନିତ୍ୟରୁ ନିତ୍ୟକୁ କେମିତି ଆସିବେ, ତାର କୌଶଳ ଭଗବାନ ଆପଣଙ୍କୁ ବତେଇ ଦେବେ। ଭଗବାନ ବତେଇ ଦେବେ, ଅର୍ଥାତ୍ ଗୁରୁଦେବ ଆପଣଙ୍କୁ ବତେଇ ଦେବେ। ତେଣୁ ସବୁ କଥା କାହାଠୁ ଆପଣ ଶିଖିଛନ୍ତି? ଆପଣ ତତ୍ତ୍ୱ ଗୁରୁ ଗ୍ରହଣ କରି, ଯଦି ତତ୍ତ୍ୱ ଗୁରୁ ଗ୍ରହଣ କଲେ, ତତ୍ତ୍ୱ ଗୁରୁ ଆପଣଙ୍କୁ ସ୍ମରଣ କରେଇଦେବେ, ଆପଣଙ୍କର ଚେତନାକୁ ଜାଗ୍ରତ କରେଇଦେବେ। ତୁମେ ଏଥିପାଇଁ ସଂସାରକୁ ଆସିନ, ତୁମେ ଶିକ୍ଷା ଲାଭ କରି ଚାକିରି କରିବା,
ବିବାହର ହେବା, ପିଲା ଛୁଆ ଜନ୍ମ ଗ୍ରହଣ କରିବା, ତୁମେ ଏଥିପାଇଁ ସଂସାରକୁ ଆସିନ। ତୁମେ ଆସିଛ କ'ଣ ପାଇଁ? ନା ଯୋଉଠୁ ଆସିଛ ସେଇଠି କେମିତି ଯିବ, ମିଳନ ହବ, ସେଥିପାଇଁ ତୁମେ ଆସିଛ। ତେଣୁ ଆମକୁ ଶିଖିବାକୁ ପଡ଼ିବ। ସେଥିପାଇଁ କେତେ ଗୁଡ଼ିଏ କୌଶଳ ଅଛି। ସେ କୌଶଳ ଗୁରୁ ହିଁ ଶିଷ୍ୟକୁ ପ୍ରଦାନ କରିଥାନ୍ତି। ଦେଖନ୍ତୁ, ଆମେ ଅନିତ୍ୟରେ ଅଛେ, ସମସ୍ତଙ୍କର ଅନୁଭୂତି ଅଛି। ଆମେ ଯାହା କିଛି କରିଛେ ବା କରୁଛେ ତାର ମୂଳ ଲକ୍ଷ୍ୟ ହେଉଛି ଆନନ୍ଦ ପାଇବା ପାଇଁ। କିନ୍ତୁ ଆମେ ଆନନ୍ଦରେ ଅଛେ? ସମସ୍ତଙ୍କୁ ପ୍ରଶ୍ନ, ଅଛି କି? ନା। କାହିଁକି ନାହିଁ? କାରଣ ଅନିତ୍ୟରେ ବା ମିଥ୍ୟାରେ କେବେ ଆନନ୍ଦ ମିଳେ ନାହିଁ। ସତ୍ୟରେ ହିଁ ଆନନ୍ଦ ମିଳିଥାଏ, ସତ୍ୟରେ ହିଁ ଶାନ୍ତି ମିଳିଥାଏ, ସତ୍ୟରେ ହିଁ ପ୍ରେମଟା ପ୍ରାପ୍ତି ହେଇଥାଏ। ତେଣୁ ଆମେ ଗୃହସ୍ଥାଶ୍ରମରେ ରହି କିଭଳି ଭାବରେ ଆମ ଜୀବନ ନିର୍ବାହ କରିବା ବା ଜୀବନକୁ ପାଳନ କରିବା, ଏହି ସଂସାର ଭିତରେ ରହି, ପ୍ରଭୁଙ୍କ ସଂସାର ଭିତରେ ରହି ତାର କୌଶଳ ତତ୍ତ୍ୱ ଗୁରୁଙ୍କ ଠାରୁ ଆମେ ଶିକ୍ଷା ଲାଭ କରିବା। ତେଣୁ ସେଥିପାଇଁ ଆମକୁ ଦୀକ୍ଷା ଗ୍ରହଣ କରିବାକୁ ପଡ଼ିବ, ଗୁରୁଙ୍କର ସାନ୍ନିଧ୍ୟ ଲାଭ କରିବାକୁ ପଡ଼ିବ, ଗୁରୁଙ୍କ ଉପଦେଶକୁ ଅକ୍ଷର ଅକ୍ଷରେ ପାଳନ କରିବାକୁ ପଡ଼ିବ। ସ୍କୁଲରେ ନାଁ ଲେଖେଇଲେ କି ଛାତ୍ର ହୁଅନ୍ତି ନାହିଁ, ପାଠ ପଢ଼ିଲେ ଯାଇକି ଛାତ୍ର ହୁଅନ୍ତି। ଏବଂ ଆପଣ ଦେଖନ୍ତୁ, ସବୁ ଷ୍ଟୁଡେଣ୍ଟ ପାଠ ପଢ଼ିକି ଲେଖନ୍ତି କିନ୍ତୁ ମାର୍କ ଦେଇପାରନ୍ତି ନାହିଁ। ମାର୍କ କିଏ ଦିଅନ୍ତି? ନା ଟିଚର ଦିଅନ୍ତି ସାରା ୱାର୍ଲଡରେ। ସେଇଭଳି ଆପଣ ସାଧନା କରିବେ। ସାଧନାରେ କେତେ ବାଟ ଆଗେଇଛନ୍ତି, କ'ଣ କରିଛନ୍ତି, ତାର ସମୀକ୍ଷାରୁ ଆପଣ ଜାଣିପାରିବେ। ଆପଣଙ୍କର ତତ୍ତ୍ୱଗୁରୁ ଆପଣଙ୍କୁ ଗାଇଡ୍ କରିକି କହିଦେବେ ଆପଣ ଏତେ ବାଟ ଆଗେଇଛନ୍ତି, ଆଉ ଆଗେଇବାକୁ ଆପଣ ପଡ଼ିବ। ତେଣୁ ସବୁବେଳେ ବଡ଼ କଥା ହେଉଛି ଗୁରୁଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ଆମେ ପାଳନ କରିବା।